কবি কইলে নিপ্রিয় যস্য ক্ষিতি রক্ষিণ কথা, যস্য ক্ষিতি রক্ষিণ কথা না কস্য ক্ষিতি রক্ষিণ কথা না পୃথ୍ୱୀ ରକ୍ଷିଣ କଥା। ପୃଥିବୀକୁ ଧାରଣ କରିଛନ୍ତି ଯିଏ, ସେଇମାନେ ଆପଣ ମାନଙ୍କୁ ଆଜି ମଙ୍ଗଳ କରନ୍ତୁ। ସେ କିଏ ନା ପୃଥିବୀକୁ ଧାରଣ କରିଛନ୍ତି ଅନନ୍ତ ନାଗ। ତମେ ଘରେ ବାସ୍ତୁଶାସ୍ତ୍ର କଲା ବେଳେ, ଘର ତିଆରି କଲା ବେଳେ, ପୁଅ ଝିଅ ବାହାଘର କଲା ବେଳେ ଆଗ ନାଗ ନାଡି ବିଚାର କରୁ। ତେଣୁ ଆପଣଙ୍କର ଶ୍ରୀହର୍ଷ କଲେ ହେ ବାବୁ ମାନେ ଆଗ ଅନନ୍ତ ନାଗକୁ ପୂଜା କର। ଇଏ ଗଲା ପ୍ରଥମ ଅର୍ଥ। 5 ଜଣ ଦେବତା ଏଠି ପୂଜା କରିବେ। ନିପିୟଜସ୍ୟ କ୍ଷିତି ରକ୍ଷିଣ କଥା ତଥା ଶ୍ରିୟଂ ତେନ ବୁଧାଂ ସୁଧାମପି। ବୁଧାଂ ବୋଲେ ପଣ୍ଡିତ ମାନେ, ସୁଧାନ ବୋଲେ ଅମୃତ। ଆଜି ତମ ମାରୁତିଙ୍କର ଗାଁ ବଢିଆ ଖାଇବା ତିଆରି କରିଥିଲା। ପାଳିଆ ମାନେ ଦାଲୁକି ନିପିଟି ଦେଇଗଲେ। ମତେ ଡକା ଗଲା, ମୁଁ କହିଲି ନା ଇଏ ନେହି ଚଳେଙ୍ଗେ, ମୁଁ ଆକୁ ଖାଇପାରିବିନି। ସାର୍ କଣ ଖାଇବେ? ପଖାଳ ଭାତ ଗଣ୍ଡେ, ସଜନା ଛୁଇଁ ଭଜା ଖଣ୍ଡେ, ଶାଗ ଟିକେ ଆଇଲେ ଖାଇବି, ନହେଲେ ଖାଇବିନି। ସେଇଟା ମୋ ଆତ୍ମାର ତୃପ୍ତି। ପବିତ୍ର ପଣ୍ଡିତ ଲୋକ ଯୋଉମାନେ, ସେମାନେ ସଦା ସର୍ବଦା ବିଶ୍ୱର ମଙ୍ଗଳ କାମନା ଚିନ୍ତା କରନ୍ତି। ଯଥା ମୁଁ ବି ସଜନା ଛୁଇଁ ଦେଲେ ଆଉ ଗଲା ଯୋଡିଏ ଅର୍ଥ। ନିପିୟଜସ୍ୟ କ୍ଷିତି ରକ୍ଷିଣ କଥା ତଥା ପ୍ରିୟଂ ବୁଧାଂ ସୁଧାମପି। ନିପିୟ ପାନ କରିବା, ପିଇବା। କଣ ପିଇବା ନା ଯସ୍ୟ କ୍ଷିତି ରକ୍ଷିଣ କଥା। ଯିଏ ପୃଥିବୀ କି ରକ୍ଷା କରିଛି, ଯିଏ ଶସ୍ୟ ଶ୍ୟାମଳା ଦାନ କରୁଛି, ସିଏ କିଏ ନା ସେ ହଉଛି ମା ଧରିତ୍ରୀ। ମା ଧରିତ୍ରୀ ବୋଲେ ପୃଥିବୀ ଆପଣ ମାନଙ୍କର ମଙ୍ଗଳ କରୁ। ପୃଥିବୀ ମା ଆପଣ ମାନଙ୍କର ସମସ୍ତଙ୍କ ଶରୀରକୁ ନିରୋଗ ରଖୁ। ପୁଣି ନିପିୟଜସ୍ୟ କ୍ଷିତି ରକ୍ଷିଣ କଥା। କ୍ଷିତି ବୋଲେ ପୃଥିବୀ। ରସା ତଳକୁ ପେଲି ଦେଇଥିଲା ଗୋଟେ ଅସୁର। ଯୋଉ 10ଟା ଅବତାର ଆପଣ ଜାଣିଛନ୍ତି, ମତ୍ସ୍ୟ କଚ୍ଛପ ବରାହ ଇତ୍ୟାଦି। ଗୋଟିଏ ଅସୁର ଥିଲା, ତା ନାଁ ହେଲା ହିରଣାକ୍ଷ। ପୃଥିବୀକୁ ଟେକିକି ତଳକୁ ଫୋପାଡ଼ି ଦେଲା। ଦେବତା ମାନେ ସମ୍ଭାଳି ପାଇଲେନି, ଡାକିଲେ ପ୍ରଭୁକୁ। ଦୟା ସାଗର ବୋଲି ଦମ୍ଭକେ ଜୀବ ଅଭୟ ଚରଣେ ତୁମ୍ଭର।
ସେତିକି ମୁଁ ଥରେ କହିଛି ତୋତେ 100 ଘୋଡ଼ାକୁ 100 ହାତୀ ଏକା ଲଢିବ ମହାରଥୀ। ଯେତେ ଦିନ ପର୍ଯ୍ୟନ୍ତ ନୃସିଂହ ତା ନାକ ଦଣ୍ଡାରେ ପବନ ଟିକେ ବହୁଥବ ଓଡ଼ିଶାରେ କୋଉ ଗାୟକକୁ ଶୁଆଇ ଦେବିନି, କୋଉ ଗାୟକକୁ ଖାଇବାକୁ ଦିଆଇ ଦେବିନି। ଡାକିଲେ ସେ କିଏ ନା ନିପିୟଜସ୍ୟ କ୍ଷିତି ରକ୍ଷଣ କଥା। କ୍ଷିତି ବୋଲେ ପୃଥିବୀ ତଳୁକୁ ଯାଉଥିଲା, ଫୋପାଡ଼ି ଦେଇଥିଲା ଅସୁର, ଧଇଲା ବରାହ ଅବତାର ଦାନ୍ତ ଅଗ୍ରରେ ପୃଥିବୀକି ଟେକି ଦେଲା ଉପରୁ। ଜଗତର ମଙ୍ଗଳ କାମନା କଲା। ଆଚ୍ଛା ବିଷୟ କୋଉ ଜାଗା ଯାଇଥିଲା ନୈଷଧର? ହଂସ ଉଡୁଛି, ହଂସ ଉଡୁଛି, ରାଜା ଗୋଡଉଛି। ଏଇଠୁ ବହି ଆରମ୍ଭ। ମୋ ପାଖରେ ଅନ୍ୟ ବେଳ ନଥାଏ, ମୁଁ କା କରଜ ଖିଆ ଗାୟକ ନୁହଁ। ହଂସ ଉଡୁଛି, ରାଜା ଦେଖୁଛି, ଅନେକ ପକ୍ଷୀ ମାନେ ଏକତ୍ରିତ ହେଇଛନ୍ତି। ରାଜା କଣ କଲା? କଲା ବିଧାୟ ମୂର୍ତ୍ତି କପଟେ ନବାମନି ବଳି ଧ୍ୱଂସୀ ବିଡ଼ମ୍ବିନୀ ବଳି ତେନ ନିଜ ଯଶ ଯୁଗ୍ମ চিরস্থিত বিধায় মূর্তি কপটেন বামনী। বামনী 10টা অবতারে গোটে খর্প অবতার ଥିଲା, ବାମନ ଅବତାର ମହାପୁରୁଷ। ସେ ବାମନ ରୂପ ଭଳିଆ ଧରିକି ଲୁଚି ଲୁଚି ଯାଇକି ଧରି ପକେଇଲେ ହଂସର ଗୋଡ, ଯେମିତି ଧରିଛନ୍ତି। ପୁଷ୍କରିଣୀ ସହିତ ଯେତେ ଚଢେଇ ମାନେ ଥିଲେ ସବୁ ନିନ୍ଦା କଲା। କଲା ଦିଗସ୍ତୁ କୃଷ୍ଣାନ୍ତର ଭବାନ ମନ ପକ୍ଷ ମମ ହେ ଭଜନ ମନ ବାର୍ଣ୍ଣବସ୍ତ୍ରେବତୀ ସାରସ୍ତି করে হরিদেবী হরিরা নিবেশ রাজা যেତେବେଳେ ହଂସ ଗୋଡଟାକୁ ଧରି ପକେଇଲା, ପୋଖରୀ ପଦ୍ମ ଫୁଲ ଗୁଡାକ ଯୋଉ ଚଢେଇ ମାନେ ଥିଲେ, ଯୋଉମାନେ ଥିଲେ, ରାଜାକୁ ଗାଳି କଲେ। କହିଲେ ଠିକ 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 ଅସ୍ତୁ, ରାଜା ତୋତେ ଧିକ୍କାର କରୁଛି। ସମୀକ୍ଷ ପକ୍ଷ ମମ ହେ ମୋ ଜନ୍ମ ନେହ। ହେ ରାଜା, ମୋ ଦେହରେ ଯୋଉ ସୁନା ଟିକେ ଅଛି, ଏ ସୁନାକୁ ଦେଖିକି ଲୋଭ କରୁଛୁ? ମୁଁ ଛୋଟିଆ ହଂସ ନୁହଁ, ସହସ୍ର ପତ୍ର ସୋନା ହଂସ। ପତ୍ର ତୃଣ ରାଜା, ବ୍ରହ୍ମାଙ୍କର ବାହନ ଯୋଉ ହଂସ, ହଂସ ତା ନାଁଟା ହଉଛି କୁମ୍ଭୋଦର। କୁମ୍ଭୋଦର କାଇଁ ଭଡ ଭଡ ହଉଛୁ? ତମେ ପାଳିଆ ଭଡ ଭଡ ହେଇଗଲେ ପାଲା ହେଇଯିବ। ଚୁପ୍ କିନି ବସ, ଖାଲି ହଁ ହଁ କର। ରାତିରେ 500-700 ଟଙ୍କା ଲେଖେ ହାତରୁ ଦେବି, ନିଅ, କିନ୍ତୁ ଚୁପ୍ କିନି ବସ। ଠିକ ଅସ୍ତୁ ରାଜା, ତତେ ଧିକ୍କାର କରୁଛି। ମୁଁ ଛୋଟିଆ ହଂସ ନୁହେଁ,
ମୁଁ ବେଦବତୀ ବ୍ରହ୍ମାଙ୍କ ବାହନ କୁମ୍ଭୋଦର ହଂସର ନାତି। ତୁ ମତେ ଧରି ପକେଇଲୁ ରାଜା। କଣ କଲୁ ରେ ରାଜା? ଧିକ ଧିକ ବହି ପାଳ ଧିକ ଶୁଣିଲା ପରେ ମତେ ଟିକେ କାଟିଲା। ବିଶ୍ୱନାଥ ଭାଇ, ତମ ପାଦ ତଳକୁ ମୁଁ କୋଟିଏ ମୁଣ୍ଡିଆ ମାରୁଛି। ମୁଁ ବ୍ରାହ୍ମଣ ପିଲା। ଏଡେ ବଡ କଥା କହିଦେଲ ମଞ୍ଚ ଉପରେ। ନୃସିଂହ ତା କୁଆଡେ ଭେଳିକି କରିକି ଲୋକମାନଙ୍କୁ ମୋ ପାଲା ଖରାପ ହବା ପାଇଁ ଚେଷ୍ଟା କରୁଛି। ମୁଁ କାହା ସହିତ ମିଶିନି। ମୁଠାଟେ ଖାଏ। ବସା ଘରଟି ମୋ ଶ୍ୱଶୁର ଘର, ବସା ଘରଟି ମୋ ବାପ ଘର। ବସା ଘର ଛାଡ଼ି ମୁଁ ଯାଏନି। 3 ଦିନ ବିତିଗଲା ପାଲା କେବେ ଦେଖିଛ ଅନୁଷ୍ଠାନକୁ ମୁଁ ଖାଇବାକୁ ଆଇଛି? ମୁଁ ବସା ଘରକୁ ଖାଇବାକୁ ଗଲେ ମୁଠେ ଖାଇବି, ନହେଲେ ଉପାସ ଶୋଇବି। ମୁଁ ତମ ବିରୁଦ୍ଧାଚରଣ କରିଛି। ହୁଏତ ତମେ କାଲିଠୁ ମୋ ସାଙ୍ଗରେ ପାଲା ଗାଇ ନ ପାର, ମୋର ଦୁଃଖ ନାହିଁ। କିନ୍ତୁ ମୁଁ ଏବେ ବି ବ୍ରାହ୍ମଣ ପିଲା, ତମକୁ ମୁଣ୍ଡିଆ ମାରୁଛି। ମୁଁ ତୁମ ବିରୁଦ୍ଧାଚରଣ କିଛି କରିନି। ଯା କୁମ୍ପାରେ ସିନା ବାରୁଦ ନଥବ ସେ ପେ ପେ ହବ। ଏଠି ପରା ଗଦା ହେଇଛି ବାରୁଦ। ନିଆଁ ଲଗେଇଲେ ଡାଲୁ କିନି ଜଳିବ। ଏଡେ ବଡ କଥା କହିଦେଲ। ଧିକ୍କାର କଲେ ରାଜାକୁ। ଚଢେଇ ବି ଧିକ୍କାର କଲା, ତଥାପି ରାଜା ଛାଡୁନି। ହଂସ କହିଲା କଣ କରିବି? ପୁଷ୍କରିଣୀ ନିନ୍ଦା କଲା, ରାଜା ଛାଡିଲାନି। ପକ୍ଷୀ ମାନେ ଆତ୍ମନିବେଦନ କଲେ, ଛାଡିଲାନି। ମୁଁ ଗାଳି କଲି ରାଜା, ରାଜା ଛାଡିଲାନି। ଦେଖିବା ଘର କଥା ପଦେ କହିବି କାଳେ ଛାଡିଦବ ରାଜାଟା। ଘର କଥା କହିଲା, କହିଲା ରାଜା ମଦେ ଏକ ପୁତ୍ରା ଜନନୀ ଜରା ତୁରା। ପ୍ରସୂତା ପରଟା ତପସ୍ୱିନୀ। ଗତିସ୍ତେୟରେ ସଜନସ୍ୟ ମର୍ଦୟନ। କରୁଣା ରାଜା ମଦେକ ପୁତ୍ରା ଜନନୀ ଜରା ତୁରା। ମୋ ମାର ମୁଁ ଗୋଟିକିଆ ପୁଅ। ମତେ ତୁ ମାରିଦେଲେ ମୋର ଦୁଃଖ ନାହିଁ ରାଜା। ଜନ୍ମ ଅଛି ତ ମରଣ ଅଛି। ମୋର ଗୋଟେ ଘରେ ବୁଢୀ ମାଟି ଅଛି, ତାକୁ ଖାଇବାକୁ ମୋ ସ୍ତ୍ରୀ ଅଛି, ଦେଇ ପାରନ୍ତା।
ମୋ ସ୍ତ୍ରୀ ଉଷୁମରେ ବସି ନବ ପ୍ରସୂତି ଅଣ୍ଡା ଗୁଡାକ ଉପରେ ବସିଛି। ମୋ ସ୍ତ୍ରୀ ଯଦି ଉଠିକି ମୋ ମାକୁ ଖାଇବାକୁ ଦେବାକୁ ଯିବ ତାହେଲେ ମୋ ବଂଶ ବୁଡିଯିବ ରାଜା। କେହି ନାହିଁ ମୋର। କହିଲା କି କହିବି ଭୂପତି କହିବାକୁ ଛାର ହୀନ ପତତ୍ରୀ କି କହିବି ଭୂପତି କହିବାକୁ ଛାର ହୀନ ପତତ୍ରୀ କି କହିବି ଆତ୍ମନିବେଦନ କଲି ମୁଣ୍ଡିଆ ମାରିଲି ଛାଡ଼ିଲାନି। ଘର କଥା କହିଲି ଛାଡ଼ିଲାନି। ମୋ ସ୍ତ୍ରୀ ଉଷୁମରେ ବସିଛି ଛୁଆ ଜନ୍ମ କରିବ ତଥାପି ଛାଡ଼ିଲାନି। ତାହେଲେ କେମିତି ପାସ୍ କରିବି? କେମିତି? ତମେ ଯାଜପୁର ଜିଲ୍ଲା ତମ ମନ୍ତ୍ରୀ ପାହାକୁ ଯାଇଥିବ ଭୁବନେଶ୍ୱର, ଗାଁ ବାଲା 8-10 ହଜାର ଖର୍ଚ୍ଚ କରିକି ଯାଇଥିବ, ବାଟରେ 20 କପ୍ ଲେଖେ ଚା ପିଇଥାଉ। ଯେତେବେଳେ ପହଞ୍ଚିବ ସେତିକି ବେଳେ ତାଙ୍କ ଦୂତ ବାହାରି ପଡିବ, କିଏ? ଆପଣଙ୍କ ନେତାଙ୍କର। ସାର ଏଇ ଲାଗେ ଉଠିବେ ନେଇ। 7ଟା ହେଇଛି, 7:30ରେ ଲାଟ୍ରିନ୍ ଯିବେ, 8ଟାରେ ଚା ପିଇବେ, 8:30ରେ ଜଳଖିଆ ଖାଇବେ, 9ଟା ବେଳକୁ ଫ୍ରେଶ ହେଇବେ। ତମେ 9ଟା ବେଳକୁ ଆସ, ତମେ ମଲ ଆଉ କଣ? ତମ ଗାଁ ବାଲା ଦେଇଥିବେ 3000 ଟଙ୍କା ଗାଡି ଖର୍ଚ୍ଚ, ଗାଡିରେ ସବୁ ଯାକ ପଇସା ଯାଇଛି। ଆଉ ଯୋଉତକ ଗୁଲୁଗୁଲା ଇଟିଲି ବାଟରେ ଖାଇଲ ସବୁ ଯାକ ତମ ପେଟରୁ ଗଲା, ତମ ହାତରୁ ଗଲା। ମନ୍ତ୍ରୀ କହିବେ କୁଆଡେ ଆଇଥିଲ? ନିଅ ଟଙ୍କା 3000। ଆରେ ଗାଡିରେ ତ 4000 ଯାଇଛି, ତମ ମନ୍ତ୍ରୀ ଦଉଛି 3000 ମାଇନସ ହେଲା। ବିଚାର କଲା କିଏ? ନା ଆପଣଙ୍କର ହଂସ। କଥା ଛାଡୁନି, ଟିକେ ଲୋଭ ଦେଖେଇବା। ଯଦି ଲୋଭରେ ଜିତିଗଲି ତାହେଲେ ଛାଡ଼ିଦବ। କହିଲା ରାଜା କୁମ୍ଭ କରେ ଅର୍ପଣ କରିବି ସଂସାର ସାର ସୁନ୍ଦରୀ। ମତେ ଛାଡିଦେ, ମୁଁ ତୋ ପାଇଁ ଗୋଟେ ସୁନ୍ଦରୀ ଝିଅଟେ ଦେଖିବି। ଭାରି ସୁନ୍ଦରୀ। ନା ସେ କେମିତିଆ ସୁନ୍ଦରୀ? ସୁନ୍ଦରୀ ଝିଅଟେ ମୁଁ ଟିକେ ଖୋଜିକି ରଖିଛି। କହିଲା ବିଶ୍ୱ ସୁନ୍ଦରୀ। ସେ କେମିତିଆ ସୁନ୍ଦରୀ? କେମିତିକା? ସେ ସଦାବେଳେ ନିଜକୁ ଜଗିକି ରଖେ। କହିଲା ଦେଖା ନା ନାଗରିବର, ତୁ ଦେଖା ନା ବିଶ୍ୱନାଥ ଭାଇ, ତମ ଦେହରେ ରସ ନାହିଁ, ତମେ ରସହୀନ ଗାୟକ। ବିଷଟା କେମିତି ଚାଲିଲେ ଶୋଭା ପାଇବ ଏ କଥା ଜଣା ନାହିଁ।
কলা কি কহিবি ভূপতি কহিবাকু ছাড় মুহীন পতত্রী কহিবি পত্নী মনমতি কি কহিবি পতি জননী বজরা তোরা ভার্যা তব প্রসূতি পরা খায়া মোরা প্রসূতি পরা ভার্যা প্রসূতি পরা তুই করবু ইয়ে কই সম্বল সে দোহি বরামু এ কই সময় পড়িব বজ্র বিপত্তি কহিবাকু ছাড় কান্দিলা কলা হে ভূপতি কোন করিবি জননী মোর জরা তুরা নব প্রসূতি পরা করবু একই সম্বল পড়িলে পড়িব বজ্র শকতি কি কহিবি কহিবাকু মাত মনমতি কি কহিবি ভূপতি রাজা মতে ছাড়ি দে ମୁଁ ତୋ ପାଇଁ ଗୋଟେ ସୁନ୍ଦରୀ ଝିଅଟେ ଦେଖିଛି ନା କେମିତିଆ ଝିଅ ଦେଖିଛୁ ନା ବିଦର୍ଭ କଟକ ନାମ ରାଜ୍ୟର ଯେ ଏ ନାମ ପରା ସ୍ୱୟଂବର ନାମ ବହି ଅଛି ଜଗତ ବିହାରେ ସ୍ୱୟଂତି ନାମ ତାର ରାଜା ଗୋଟେ ଝିଅ ପିଲା ଦେଖିଛି ତୋ ପାଇଁ